ପିପିଲିର ଐତିହ୍ୟ ହାଟ ତଥା ମହାଲକ୍ଷ୍ମୀ ବ୍ୟବସାୟୀ ସଂଘର ବାର୍ଷିକ ଅଧିବେଶନ ବୈଠକ ନିକଟସ୍ଥ ଲକ୍ଷ୍ମୀ ଫାର୍ମ ହାଉସ୍ଠାରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ଦ୍ୱିଜବର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ପିପିଲି ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀମତୀ କାଦମ୍ବିନୀ ଜେନା ଯୋଗଦେଇ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଉଦ୍ବୋଧନ ଦେଇଥିଲେ। 400ରୁ ଊର୍ଦ୍ଧ୍ୱ ସଦସ୍ୟ ବିଶିଷ୍ଟ ଏହି ସଂଘରେ ସର୍ବଦା ଜୀବନ ଜୀବିକା ନିର୍ବାହ ସହ ଶୃଙ୍ଖଳିତ ରହିବା ଜରୁରୀ ବୋଲି ସେ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପିପିଲି ଏନ୍ଏସି ଅଧ୍ୟକ୍ଷ ଶେଖ୍ ବାବୁ, ଉପାଧ୍ୟକ୍ଷା ଭାଗ୍ୟବତୀ ମହାରଣା, ଆଇନ ପରାମର୍ଶଦାତା ତଥା ବରିଷ୍ଠ ଆଇନଜୀବୀ ରମାକାନ୍ତ ସାହୁ, କାଉନ୍ସିଲର ଚନ୍ଦନ ସେଠୀ, କବିରାଜ ବରାଳ, ପୂର୍ବତନ ସଭାପତି କୈଳାସ ଚନ୍ଦ୍ର ସାହୁ, ଉପସଭାପତି ପ୍ରଫୁଲ୍ଲ ସାହୁ, କୋଷାଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ ପିପିଲି ହାଟର ବାର୍ଷିକ ସାଂଗଠନିକ ସମ୍ପର୍କରେ ଆଲୋକପାତ କରିଥିଲେ। ଏଥିସହ ପିପିଲି ଐତିହ୍ୟ ସାପ୍ତାହିକ ହାଟର ପୁନରୁଦ୍ଧାର ସହ ନବୀକରଣ ପାନୀୟ ଜଳ ସହ ବର୍ଷା ଜଳ ନିଷ୍କାସନ ଭେଣ୍ଡିଂ ଜୋନ୍ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସମ୍ପାଦକ ଶେଖ୍ ରାଜା, ସଭ୍ୟ ସନ୍ତୋଷ ମହାରଣାଙ୍କ ସହ ସମସ୍ତ ସଦସ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବାର୍ଷିକ ଅଧିବେଶନରେ ସମସ୍ତ କଥା ଆଲୋଚନା କରାଗଲା। ସବୁଠୁ ବଡ଼ କଥା ହେଲା ଯେ ଏତେ ବଡ଼ ହାଟ 430 ବ୍ୟବସାୟୀଙ୍କର ଏଠି ନିତ୍ୟ ଗୁଜୁରାଣ ମେଣ୍ଟାନ୍ତି ଆଉ ସେମାନେ ଏକାଠି ହେଇଛନ୍ତି ଏବଂ ସେମାନଙ୍କର ଯାହା ଯାହା ଦାବି ଅଛି ସେ ଦାବି ଗୁଡ଼ାକୁ ଆମର ଏନ୍ଏସିର ଅଧିକାରୀ ଏବଂ ଏନ୍ଏସିର ଚେୟାରମ୍ୟାନ୍ ଏମାନେ ସବୁ ଆସିଛନ୍ତି। ଏମାନେ ସହୃଦୟତା ସହିତ ବିଚାର କରିବେ ବୋଲି କହିଛନ୍ତି। ବହୁତ ଖୁସି ଲାଗିଲା। ଆଉ ପରାମର୍ଶଦାତା ହିସାବରେ ମୁଁ ଏତିକି କହିଛି, ସମସ୍ତଙ୍କୁ ବି କହୁଛି ଯେ ଏମାନେ ୟୁନାଇଟେଡ୍ ଯେତେ ୟୁନାଇଟେଡ୍ ହେବେ ୟାଙ୍କର ସବୁ ବଡ଼ ବଡ଼ କାମଗୁଡ଼ା ବହୁତ ସୁଗମ ହେଇଯିବ, ଖୁବ୍ ଶୀଘ୍ର ବି ହେଇଯିବ। ନିଶ୍ଚିତ ଭାବେ ମୁଁ ଆଜି ଭାରି ଖୁସି। ଯାହା ହଉ ଦୀର୍ଘ ଦିନ ପରେ ମାନେ ଯେଉଁ ମହାଲକ୍ଷ୍ମୀ ଆମର ଯେଉଁ ହାଟ ଅଛି ତା ସଂଘର କର୍ମକର୍ତ୍ତା ମାନେ ସମସ୍ତେ ଏକତ୍ରିତ ହୋଇ ଗୋଟେ ମିଟିଂ ଡାକିଥିଲେ, ଯାହା ଦେହରେ ଏକ୍ଜିକ୍ୟୁଟିଭ୍ ଅଫିସର ମହୋଦୟ ଥିଲେ, ଭାଇସ୍ ଚେୟାରମ୍ୟାନ୍, ଆମର ପରାମର୍ଶଦାତା ଆଡ଼ଭୋକେଟ୍ ରମାଇ, ସମସ୍ତେ ସାମ୍ବାଦିକ ମାନେ, ସମସ୍ତେ ମୁରବୀ ହାଟୁଆ ମାନେ ଦେଖୁଛନ୍ତି, ଯେଉଁମାନେ ବ୍ୟବସାୟ ନ କରୁଛନ୍ତି ଦୀର୍ଘ ଦିନ ତାଙ୍କର ହାଟ ସାଙ୍ଗରେ ସମ୍ପର୍କ ଅଛି ସେମାନେ ମଧ୍ୟ ଆସୁଛନ୍ତି। ନିଶ୍ଚିତ ଭାବରେ ତାଙ୍କର କୌଣସି ପ୍ରକାର ଅସୁବିଧା ସୁବିଧା ଅଛି ତାକୁ ଆମକୁ ଉପସ୍ଥାପନା କରିଥିଲେ ଆମେ ନିଶ୍ଚିତ ଭାବରେ ତାଙ୍କ ଯେଉଁ ଅସୁବିଧା ସୁବିଧା ରହିଛି ତାକୁ କେମିତି ତାଙ୍କ ଅସୁବିଧାଟାକୁ ମେଣ୍ଟାଇବା ପାଇଁ ଆମେ ଚେଷ୍ଟା କରିବୁ। ନିଶ୍ଚିତ ଭାବରେ ପିପିଲି ହାଟ ଆଗାମୀ ଦିନ ଗୋଟେ ସୁନ୍ଦର ହାଟ ହେବ। ତାର ଗୋଟେ ପ୍ଲାନ୍ ମାନେ ଆମର ତିଆରି ଚାଲିଛି, ମାନେ ଯେଉଁ ଡିପିଆର୍ଟା ତିଆରି ଚାଲି ହେଲା ପରେ ସେ ତାକୁ ଗୋଟେ ସୁନ୍ଦର ହାଟରେ ଗଢ଼ାଯିବ। ପାଣି ସମସ୍ୟା ନିଶ୍ଚୟ ରହିଛି, ଯେ ଆଗରୁ ପାଣି ପୋଖରୀକି ଯାଉଥିଲା, ତା ପାଇଁ ଆମେ ମଧ୍ୟ ଏବେ ଡ୍ରେନ୍ ବ୍ୟବସ୍ଥା ଅଲରେଡ଼ି ହେଇଛି, ଟେଣ୍ଡର ସରିଛି, କଣ୍ଟ୍ରାକ୍ଟର କାମ କରିବ। ଖୁବ୍ ଜଲ୍ଦି ତାଙ୍କ ସେ ସମସ୍ୟା ମଧ୍ୟ ସମାଧାନ ହେଇଯିବ। ବିଶେଷ ଭାବେ ବହୁତ ଧନ୍ୟବାଦ ଦେବି ଏହି ହାଟକୁ। ଯେଉଁ ଭଳିଆ ଲୋକ ଆମର ପୁରୀ ଜିଲ୍ଲାର ଗୋଟେ ବଡ଼ ହାଟ, ବିଭିନ୍ନ ପ୍ରକାର ବିଭିନ୍ନ ଆଡ଼ୁ ଲୋକ ଆସନ୍ତି, କୋଣାର୍କ ହେଉ କାକଟପୁର ହେଉ ଦୂର ଦୂରାନ୍ତ ଲୋକ ଆସନ୍ତି। ଏଠି ଶୃଙ୍ଖଳିତ ହାଟ, ସମସ୍ତେ ଏଠି ଯେଉଁ କର୍ମକର୍ତ୍ତା ରହିଛନ୍ତି ସେମାନେ ମଧ୍ୟ ଶୃଙ୍ଖଳିତ, ଭଲ ଏଠି ସଂଗଠନ ରହିଛି। ମୁଁ ତାଙ୍କୁ ଏତିକି ମୋର ତ ଉପଦେଶ ନେଇ ଗୋଟେ ଅନୁରୋଧ କରିବି, ସମସ୍ତେ ଏକାଠି ହୋଇ ଯେଉଁ ଭଳିଆ ସଂଗଠନ କରିଛନ୍ତି ସେ ସଂଗଠନକୁ ଏକାଠି ରଖି ତାକୁ କେମିତି ଆଗାମୀ ଦିନକୁ ଭଲ ଉନ୍ନତି ହେବ, ଭଲ କାର୍ଯ୍ୟକ୍ରମ କରିବେ। ଆଉ ଲୋକଙ୍କ ମାନେ ଲୋକହିତ ପାଇଁ ବି ଏମାନେ ଯେଉଁ ସଂଗଠନ କରିଛନ୍ତି ତାହା ବି କାମରେ ଏମାନେ ଲାଗିବେ ନିଶ୍ଚିତ ଭାବରେ। ପୁରୀ ଜିଲ୍ଲା ପିପିଲିରୁ ମନୋରଞ୍ଜନ ମହାପାତ୍ରଙ୍କ ରିପୋର୍ଟ।